ସକାଳୁ ସାଙ୍ଗମାନେ ଖିଆଉଛି ତରଭୁଜ ସହିତ ସୋଲା ବୁଟ ଟାଇପ୍ର ଏମିତି ପଡ଼ିଥିଲା, ବାଦାମ ପଡ଼ିଥିଲା ପାଣିରେ। ଏଇଟା ଖାଇବା ବହୁତ ଟେଷ୍ଟ। ଦେଖନ୍ତୁ ସକାଳୁ ସକାଳୁ ଏଇଟା ହିଁ ଖିଆ। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ। ସ୍ୱାଗତ କରୁଛି ଆପଣମାନଙ୍କୁ ଆଉ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ। ତ ଏବେ ଆସି ହେଇଗଲାଣି ଟାଇମ୍ ଦିନ 12:30ରୁ 1 ହେଇଗଲାଣି। ସକାଳୁ ଆଜି ମୁଁ ବ୍ଲଗ୍ ଏଡ଼ିଟିଂ କରି ଆମର ବହୁତ ଲେଟ୍ ହେଲା, ଆଉ ଡ୍ୟୁଟି ବାହାରିବା ବହୁତ ଲେଟ୍ ହେଲା। ଆଉ ଯେମିତି ବହୁତ ଖରା ହେଉଥିଲା ମୋତେ ଟିକେ ଭଲ ଲାଗିଲାନି, ତ ମୁଁ ଶୋଇପଡ଼ିଥିଲି। ଶୋଇପଡ଼ିଛି ବୋଲି ପୁରା ନିଦ ଲାଗିଯାଇଛି, ଦିନ 1 ହେଇଗଲାଣି। ତ ଜଷ୍ଟ ଏବେ ମୋ ନିଦ ଭାଙ୍ଗିଲା, ଚାଲ ବାହାରିବା ଡ୍ୟୁଟିରେ। ଖରାବେଳେ କିଛି ଖାଇବା ହେଇନି, ସକାଳୁ ଏମିତି ଖାଇଥିଲି ସୁଗାର ସୁଟ୍ ସହିତ ଏମିତି କ'ଣ ବୁଟ ଫୁଟ ଏମିତି ଖାଇ ଦେଇଥିଲି। ଏବେ ଯିବା ଖାଇବା, ତାପରେ ବାହାରିବା ଡ୍ୟୁଟିରେ। ବାହାରେ ଦେଖୁଥିବେ ସାଙ୍ଗମାନେ ଖରା ହେଉଛି ପ୍ରବଳ। ଖରା ହେଲେ ବି ଡ୍ୟୁଟି ଯିବା, ଡ୍ୟୁଟି ନ ଗଲେ ରୋଜଗାର ହେଇପାରିବନି, କିଛି କରିପାରିବନି। ଜୋତା ପିନ୍ଧିବା ଚାଲ, କାହିଁକିନା ଖରା ଏତେ ଜୋର, ଚପଲ ପିନ୍ଧିଗଲେ ଗୋଡ଼ କାଟିବ, ଜୋତାଟା ପିନ୍ଧିଗଲେ ସୁବିଧା। ସକାଳୁ ମୁଁ ଗାଡ଼ି ଧୁଆଧୁଇ କରି ରେଡ଼ି କରିଦେଇଥିଲି, ବହୁତ ଅସନା ମସନା ହେଇଥିଲା। ହେଲମେଟ୍ ବି ଦୁଇଟା ଶୁଖେଇ ଦେଇଛି। ଆଉ ଖରା ଦେଖନ୍ତୁ ଭାଇ କେଉଁ ରେଟ୍ରେ ହେଉଛି। ଚାଲ, ମୋତେ ଭୋକ ବି ପ୍ରବଳ ଲାଗିଲାଣି। ମୋର ଗୋଟେ ଅଭ୍ୟାସ, ଯଦି ଡ୍ୟୁଟି ଯାଇଛି ତ ବହୁତ ଭଲ କଥା, ଯଦି ରୁମ୍ରେ ରହିଗଲି ତ ନିଦ ଲାଗିଯିବ, ଶୋଇପଡ଼ିବ। ଆଉ ଶୋଇପଡ଼ିବନି, ଆଉ ନିଦ ଭାଙ୍ଗିବନି। ତ ଆପଣମାନେ ଦେଖୁଥିବେ, ମାନେ ମୁଁ ଶୋଇପଡ଼ିଛି ଯେ ହେଇଗଲାଣି ଦିନ 1 ବେଳ, ଆଉ ଶୋଇପଡ଼ିଛି। ଆଉ ଉଠିଲା ବେଳକୁ ନିଦ ଭାଙ୍ଗିଲା ବେଳକୁ ଦେଖିଲା 1 ବେଳ। ମୁଁ କହିଲି ବାପରେ ବାପ, ଏତେ ଲେଟ୍ ହେଇଗଲାଣି। ଏବେ ଆସିଲା ସାଙ୍ଗମାନେ ସାଧା ମିଲ୍। ଭୋକ ତ ବହୁତ ଜୋର ଲାଗିଲାଣି, ଏବେ ଖାଇଦେବା। ସରିଲା ମୋର ଫାର୍ଷ୍ଟ ରାଇଡ୍ କମ୍ପ୍ଲିଟ୍, ଯେଉଁଥିରେ କଷ୍ଟମର ଆଡ଼୍ କରିଥିବା 10 ଟଙ୍କା ଟିପ୍ସ। ଏବେ ଆସିଲା ମୋର ସେକେଣ୍ଡ ରାଇଡ୍। ମୁଁ ଯାଉଛି ଏବେ ଓସ୍କାର ସିଟି। ଲେଟ୍ରେ ଡ୍ୟୁଟି ଆସିଲେ ଇଚ୍ଛା ହୁଏନି କାମ କରିବାକୁ, ନା ଶୋଇ ଘରେ ଯାଇଥିବ, ପୁରା ଅଳସୁଆ କୋଡ଼ିଆ ହେଇଯାଇଥିବ। ତ ଯାହା ବହୁ ମୁଁ 2ଟା ଆସି ରାଇଡ୍ କଲାଣି। ଫାର୍ଷ୍ଟ ରାଇଡ୍ ମିଳିଲା 38 ଟଙ୍କା। ସେକେଣ୍ଡ ରାଇଡ୍ ଯେମିତି ମୁଁ ଯାଇଥିଲି ଓସ୍କାର ସିଟିରୁ ଆସିଲି ଅଙ୍କୁର ହସ୍ପିଟାଲ, ବାପୁଜୀ ନଗର। ତ ଏଇଟା ମୋତେ ମିଳିଲା 57, ମାନେ 2ଟା ରାଇଡ୍ ସରିଛି। ଏବେ ଆସି 2:30 ଟାଇମ୍ ହେଇଗଲାଣି। ରୁମ୍ରୁ ଆସିଲା ପରେ ଏପର୍ଯ୍ୟନ୍ତ ମୁଁ 4ଟା ରାଇଡ୍ କମ୍ପ୍ଲିଟ୍ କରିଛି। ଛୋଟ ଛୋଟ ରାଇଡ୍ ବାଜୁଛି, କିନ୍ତୁ ବ୍ୟାକ୍ ଟୁ ବ୍ୟାକ୍ ଅର୍ଡ଼ର ଦେଉଛି ଗଲା। ତ ବ୍ୟାକ୍ ଟୁ ବ୍ୟାକ୍ ଅର୍ଡ଼ର ଦେଲେ କ'ଣ ଭଲ ଲାଗେ କାମ କରିବାକୁ। ଆଉ ବହୁତ ଛୋଟ ବଡ଼ କ'ଣ ହୁଏ ନା, ଲଙ୍ଗ୍ ପିକଅପ୍ ଥାଏ, ସେଇ ଭଡ଼ା ଯିବାକୁ ଟୋଟାଲି ଇଚ୍ଛା ହୁଏନି। କାହିଁକିନା ଯଦି ମାନେ 20 ଟଙ୍କା ଭଡ଼ା ଥିବ, 2.5 କିଲୋମିଟର ପିକଅପ୍ ଥିବ, ସେଇ ଭଡ଼ା ଯାଇକି ତ ଲସ୍ ପୁରା। କିନ୍ତୁ ଯାହା ବି ଛୋଟ ଛୋଟ ବୁକିଂ ଦେଉଛି, ପିକଅପ୍ ଲୋକେସନ୍ ବହୁତ କମ୍ ଦେଉଛି, ଯେଉଁଥିରେ କାମ କରିବାକୁ ଇଚ୍ଛା ହେଉଛି। ତ ଲାଷ୍ଟ ଭଡ଼ା ମୁଁ ଯେମିତି ଯାଇଥିଲି ୟୁନିଟ୍ 4, ଆଉ ସେଇଠି ଗୋଟେ ଅଛି କର କ୍ଲିନିକ୍। ପୁଣି ଏଇ ଭଡ଼ାଟା ମୋତେ କର କ୍ଲିନିକ୍ରୁ ବାଜିଛି ଆଇଆର୍ସ ଭିଲେଜ୍। ପାଗଟା ଭାଇ ଗୁଳିଗୁଳି ରଖିଛି, ବର୍ଷା ବି ଉଠେଇଛି, ମାନେ ଚାନ୍ସ ଅଛି ବର୍ଷା ହେବାର। ଖରା ବି ହେଉଛି, ବର୍ଷା ବି ହେଉଛି, ମାନେ ରେଗୁଲାର ଏମିତି ହେଉଛି। ଦିନ ବେଳା ଖରା ହେଇଯାଉଛି, 3:30 4ଟା ହେଇଗଲା ବେଳକୁ ବର୍ଷା ହେଇଯାଉଛି। ଗୁଳୁଗୁଳି ଏତେ ଲାଗୁଛି ଭାଇ, ମାନେ ବହୁତ ଗୁଳୁଗୁଳି ଲାଗୁଛି। ମାନେ ଗଞ୍ଜି ଫଞ୍ଜି ଭିତରେ ଓଦା ହେଇଯାଉଛି, ଇରିଟେଟ୍ ଲାଗୁଛି କାମ କରିବାକୁ। କାହିଁକିନା ଯେମିତି କିଛି ଦିନ ହେଲାଣି କାଳବୈଶାଖୀ ସବୁବେଳେ ହେଉଛି। ଭୁବନେଶ୍ୱରରେ ବର୍ଷା ଡେଲି ସନ୍ଧ୍ୟାବେଳେ 4ଟା ବେଳେ ହେଉଛି। ଆଉ ଏବେ ଗୁଳିଗୁଳି ଲାଗୁଛି, ବର୍ଷା ହେଇଗଲା ପରେ ଏତେ ଥଣ୍ଡା ଲାଗୁଛି, ରାତିରେ ଆଉ କାମ କରିହେବନି। ମାନେ ଦୁଇପଟ କନଫ୍ୟୁଜ୍। ଏବେ ଗୁଳିଗୁଳି ହେଉଛି, କାମ କରିହେବନି, ରାତି ହେଇଗଲା ଥଣ୍ଡା ଲାଗୁଛି, କାମ କରିହେବନି। କ'ଣ କରିବ କୁହନ୍ତୁ। ବର୍ଷା ଦେଖନ୍ତୁ କେମିତି ଆସିଲାଣି ଆକାଶରେ, ବହୁତ ଜୋର ବର୍ଷା ଆସିଗଲାଣି। ଭୁବନେଶ୍ୱରରେ ଏବେ ଯୁଆଡ଼େ ଦେଖିବ ଘର ହିଁ ଘର, ବହୁତ ଘର। ଗୋଟେ ଗଛ ବି ଦେଖିବାକୁ ମିଳୁନି। ସମୟ ଦିନ ଆସିବ, ପରିବେଶରେ ଅକ୍ସିଜେନ୍ର କମ୍ ହେଇଯିବ। ଏବେ ତ ଦିଲ୍ଲୀ ମାନଙ୍କରେ ଅକ୍ସିଜେନ୍ ବହୁତ କମ୍ ଅଛି, ପଲ୍ୟୁସନ୍ ହେଉଛି ଏତେ। ଭୁବନେଶ୍ୱର ବି ଅବସ୍ଥା ସେଇଆ ହେଇଗଲାଣି ଆସ୍ତେ ଆସ୍ତେ। ସବୁଆଡ଼େ ଘର, ଗୋଟେ ଗଛ ବି କେହି ଲଗାଉନାହାନ୍ତି। ସମସ୍ତେ ବଡ଼ ବଡ଼ କୋଠା କରିଦେଉଛନ୍ତି, ବଡ଼ ବଡ଼ ବିଲ୍ଡିଂ କରିଦେଉଛନ୍ତି, ଗୋଟେ ବି ଗଛ ନାହିଁ। ଯେଉଁ ଏରିଆ ହଟ୍ ଏରିଆ ଥାଏ, ସେ ଏରିଆରେ ଭଲ ବୁକିଂ ବାଜେ। ଆଉ ଯଦି ସେଇ ଏରିଆରେ ବୁକିଂ ନ ବାଜା, ତୁମେ ଆଉ କେଉଁ ଏରିଆ ଯିବ। ତ ମୁଁ ଥରେ ଯେମିତି କିଟ୍ ଛକ ପାଖେ, ପୁଣି କିଟ୍କି ଆସିଲି, ପୁଣି କିମ୍ସ ଆସିଲି, ଏବେ ପୁଣି ଆସିଲେଣି ଇନଫୋସିଟି ଛକକୁ। ତ ମାନେ ଏତେ ବାଟ 3 କିଲୋମିଟର ମୁଁ ଆସିଲେଣି, ରିଟର୍ନ ଆସିଲେଣି। ଓଲା କମ୍ପାନୀର ପଲିସି ପୁରା ମାନିବାକୁ ପଡ଼ିବ, ତାଙ୍କ ମୁଣ୍ଡରେ ବହୁତ ବୁଦ୍ଧି ଥାଏ। ଭାଇ ଲାଷ୍ଟ 1.5 ଘଣ୍ଟା ହେଲା ବୁକିଂ ଦେଉନଥିଲା, ଏବେ ଗୋଟେ ବୁକିଂ ଦେଇଛେ ଏମିତି ଗୋଟେ ବାଜେ ଏରିଆକୁ, ଯେ ମୁଁ ଆକ୍ସେପ୍ଟ କରିଦେଇଛି। ତ ଆମେମାନେ କାହାଠୁ ଏକ୍ସଟ୍ରା ଟଙ୍କାଟେ ପଇସା ତ ମୁଁ କାହାଠୁ ନେଉନି। ଫିର୍ ବି ଭାଇ 7.5 କିଲୋମିଟର ଯିବା ଆସିବା ହେଇଯିବ, 40 ଟଙ୍କା ପାଖାପାଖି ମିଳିବ। କମ୍ପାନୀ ପୁଣି ତା କମିଶନ୍ କାଟିବ। ମାନେ କମ୍ପାନୀ ଏତେ ମାନେ ଥାର୍ଡ଼ ଗ୍ରେଡ଼୍ କାମ କରୁଛି। ଭାଇ ଡ୍ରପ୍ ଲୋକେସନ୍ ତ କମ୍ ସେ କମ୍ ଦେଖେଇବ ନା, ଆମେ କେଉଁଠି ଯିବୁ। ଏଇଭଳିଆ ଗାଣ୍ଡିଚାଲା କାମ କରିକି କେତେ ଦିନ କମ୍ପାନୀ ଟେଷ୍ଟିବ। ମାନେ କମ୍ପାନୀ ମାନେ ସବୁ ମନମାନି କାମ କରୁଛନ୍ତି ଭାଇ। ୱାର୍ଡ଼ ନମ୍ବର 34, ୱାର୍ଡ଼ ନମ୍ବର 35, ଯେମିତି ମୁଁ ଏଠାକାର ସରପଞ୍ଚ କି ଏଠାକାର ମୁଁ କର୍ପୋରେଟର। ଭାଇ କମ୍ ସେ କମ୍ ଡ୍ରପ୍ ଲୋକେସନ୍ ତ ଦେଖା ନା, କେଉଁଠି ଗୋଟେ କଷ୍ଟମର ଯିବାର ଅଛି। କମ୍ପାନୀ ମାନେ ଏତେ ଗାଣ୍ଡିଚାଲା କରୁଛି। ରାପିଡ଼ୋ ଯେମିତି ଗାଣ୍ଡିଚାଲା କଲା, ଏବେ ହଇରାଣ ହେଉଛି। ଓଲା ବି ଗାଣ୍ଡିଚାଲା କରୁଛି, ଦିନେ ବି ସିଏ ବି ହଇରାଣ ହେବ। ମାନେ ଭାଇ ଆମେମାନେ କାମ କରୁଛୁ, ଆମମାନ ସିକ୍ୟୁରିଟି ତାହେଲେ କ'ଣ ଅଛି? କିଛି ବି ନାହିଁ। ରାତିରେ ତୁମେ ଯେଉଁଠି ପାଇବ ସେଇଠି ବୁକିଂ ଦେବ, ଆମେ ଯିବାକୁ ବାଧ୍ୟ। କମ୍ପାନୀ ପଲିସିରେ ତୁମେ ଯଦି କାମ କରିବ, ବହୁତ କମ୍ ଦିନେ ମେଣ୍ଟାଲ୍ ଡିପ୍ରେସନ୍ ହେଇଯିବ।
कंपनी कहूँ कस्टमर जो लोकेशन देती तुम कम है से ड्रप कर जदि कस्टमर आउ को लोकेशन कहूँ तुम्हें जाना फिर भी गोटे कस्टमर अच्छा गोटे ये लोकेशन देखते से कहते भितर जावा मोर जीवार कौन अच्छी भाई मुझे तो टंकाटे क्या एक्सट्रा नबार ना तुम जो लोकेशन देच भाई आम कम हो कंपनी पॉलिसी आम से छाड़ू तुम कंपनी पॉलिसी कम कर भी कंपनी पॉलिसी कम कर कहली मुझे जापर भाई ये मुझे छाड़ी पटिया इन्फोसिट शैलेश विहार आसिले गोटे राइड लक्ष्मी सागर 123 टଙ୍କା लक्ष्मी सागर आसिले गोटे स्टेशन पाखापाखि 40 टଙ୍କା ये दुटा राइड्रे मोर 160 टଙ୍କା पाखापाखि हो मत भोक लगे मुझे खाइबी फ्रुट्स बहुत दिन है फ्रुट्स खाई पारे टाइम होने देखिले पाखापाखि अच्छी तो आगे जाए फ्रुट्स खाइबा भाई सन्धार देखिए केमती कौन बुकिंग आज हो सबुठ भल कथा आज वर्षा है सब 4टा बेले वर्षा है आज वर्षा है से राइड फाइड ठीक लगुच ना एतु एत शीत लगी था कम कर फाइनाल सांग मैंने खाब फ्रुट्स मिक्स फ्रुट्स एवं आसली मु बरमुंडा बस स्टैंड तो आसी राति हो 8टा पर हो गला तो चलो एवं घर को पड़े भावुँ बुकिंग बाजुन बहुत कम बुकिंग बाजू संध्या बेले तब जन भाई की छाड़ी था बरमुंडा स्टैंड रे भाई तंगर पड़े बरमुंडा स्टैंड भोक भी लगे निद भी टिकट लगे बोर लगुच कम कर ओलार आज किसी मुंड मुंड किसी कम कर सफ्टवेयर कालीर मोर इनसेंटिव होता 70 टଙ୍କା कालीर इनसेंटिव पैसा मत देनी एपन तुम अकाउंट क्रेडिट होनी आबे मुझे आसते राइट बरमुंडा माने पोखरीपुर फेज 2 गोटे अच्छे जो हमारे डुप्लेक्स भितर को आसती 7 किलोमीटर प्लस को देखी 49 टଙ୍କା एत कम पैसा केमती देखी गोटे पसिबल जिनस ना मुझे कहली बोले 7 किलोमीटर भाई मिनिमम तो 60-65 टଙ୍କା देखिए 70 टଙ୍କା ना 60-65 टଙ୍କା देखिए मिनिमम से गला ठीक अच्छे मुझे तुमको 70 टଙ୍କା देदेवी तो आम कस्टमर को मागे कहीं जी मुझे सब चाहे तो कंपनी ठीक प्राइस देखा आम कस्टमर न मागो टाटा मुझे भावे तो कस्टमर छाड़देले सी मत देले 70 टଙ୍କା किंतु ओलार कौन केमती होची आज इनसेंटिव शो करनी काली इनसेंटिव पैसा आज जाए आसनी एमती हेल्ले संस्था केमती चलो मालिक तो ये आसी टाइम है 10टा पाखापाखि हो गला मुझे रिटर्न जाऊँगी घर को गाड़ी मोर रिजर्व लगे गला के पाखापाखि 50 किलोमीटर पाखापाखि हो गला आगे जाए पोखरीपुर पेट्रोल पंप्रे पेट्रोल पकेबी तापर जा घर को जी जब बाटर तेल सरीगला बहुत हैरान है नाम नब किरकिरी हम खाली दिन 1:30-2टार आसिले भी मु मोर काम करुच्ची सहित मुझे चेष्टा कर सब मो टार्गेटा फुलफिल करवा लगी तो आज मोर 750-800 टଙ୍କା पाखापाखि हो गला जमी नॉर्मल काम कले से हुए माने दिन 2टार आसिक से एवं मुझे राजमहल स्क्वायर पाखे यहाँ स्टेशन को रास्ता आबे तो मार्केट आस्ते आस्ते फांका हो गला जेहेतु राति 10:30-11टा पाखापाखि हो गला तो आज मोर टार्गेट फुलफिल है केवल भगवान का कृपारे जहाँ भी मु काम करे समस्त को इच्छा रखे जे सेवा उद्देश्य काम करी मो काम भितर कौन लोक हैरान हे दुख प्रकाश करेंगे से सब जिनस मुझे कैनि ना करने को चेष्टा करनी ना केवे भी करी ना बहुत सारा लोक मो काम को नहीं बहुत आप्रिसीएट हुए तो ये जन भाई की बरमुंडा छाड़ी से भी बहुत आप्रिसीएट कले कहले फास्ट टाइम गोटे ओलार पिला देखी जार रेटिंग अच्छी 5 भाई पार्स ना नहीं 5 रेटिंग रखा गोटे छोट कथा नुह बहुत बड़ कथा तो सहीटा मोर सब मेन्टेन होता है कहीं मुझे खराब भाषा कहनी ना क्या गाड़ी करेनि ना क्या एक्सट्रा पैसा निएनि ना क्या कौन मोर कौन खराब जिनस क्या प्रति ना चलो सांग मैंने सब जिनस हूँ केवल ऊपर वाला जगन्नाथ कृपापाई आम मैंने तो किसी नुह आम मैंने भाई मैंने फ्रैक्शन ऑफ सेकेंड आमर कौन हो जाने प्रभु कृपापाई सब जिनस हो पारे कल्पना छक गतरे संध्या बेले भाई ट्राफिक एत भिड़ था कल्पना काम करा बहुत कष्ट तो चलो भाई रूम को रिटर्न कर काली जमती मोर 700-800 इनकम होता आ बहुत समय मत अपेक्षा करा पड़ा 1-1.5 घंटा रात संध्या बेले पूरा बुकिंग बाजिलानी आ बाजिला आसेप्ट है जो आसेप्ट है कैंसल है तो से 2 घंटा पाखापाखि बर्बाद मोर होती तो चलते फाइनाल हो गलानी सकाळ आपण भाई रेडी हो जाऊँच आज ड्यूटी पुणी काली देखा आप गोटे नुआ ब्लॉग काली ब्लॉग तो आज ब्लॉग जब आप पसंद आसो जब लाइक करदे चैनल जब नुआ सब्सक्राइब करदे देखा पुणी आप नुआ ब्लॉग थैंक्स फॉर वाचिंग माय ब्लॉग जय जगन्नाथ लव यू ऑल बाय बाय।